ଏବେ ଯେଉଁ ଘଟଣା ଘଟିଗଲା ବହିପୁର ବଳିମେଧାରେ ଏକ ନିନ୍ଦନୀୟ ଘଟଣା। ସେ ୟା ପୂର୍ବରୁ ଗୋଟେ ଘଟିଯାଇଛି ବିଦେଇପୁରରେ ସେଇ ସମ୍ପ୍ରଦାୟରେ। ଏ ଘଟଣା ଗୋଟେ ଲଜ୍ଜାକର ଘଟଣା ଯେ ଭାରତ ମାନେ ଗୋମାତା ଯାହା କ୍ଷୀରରେ କ୍ୟାନ୍ସର ଭଳିଆ ରୋଗ, ମୂତରୁ କ୍ୟାନ୍ସର ଭଳିଆ ରୋଗ ଭଲ ହେଉଛି, ସମସ୍ତଙ୍କ ପାଇଁ ସେ ଉଦ୍ଦିଷ୍ଟ ଏବଂ ତାକୁ କ୍ଷୀର ପାନ କରି ମୂତ ପାନ କରିକି ଲୋକ କ୍ୟାନ୍ସରରୁ ମୁକ୍ତ ହେଉଛନ୍ତି। ସେ ଭଳିଆ ମାଙ୍କ ଉପରେ ଏତେ ଅତ୍ୟାଚାର କହିଲେ ପାପ ଲାଗିବ। ସେ ଯେଉଁ ଦୁଷ୍କର୍ମ କରିଛି ସେଥିପାଇଁ ତାକୁ ତୁରନ୍ତ ମୁଁ ସମ୍ପ୍ରଦାୟ କଥା କହୁନି, ଏ ଭାଇଚାରା ସହର ତୁରନ୍ତ ତାଙ୍କରି ସମ୍ପ୍ରଦାୟର ଲୋକ ତାକୁ ବି ଧରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ପ୍ରଶାସନ ତାକୁ ଧରିବା ପାଇଁ ଚେଷ୍ଟା କରନ୍ତୁ। ନଚେତ ଏ ଯେଉଁ ଘଟଣା ଘଟୁଛନ୍ତି ବାରମ୍ବାର ଏ ସହ୍ୟ କରିପାରିବେ ସମାଜ। ତାକୁ ତୁରନ୍ତ ଧରି ତାକୁ ଫାଶୀ ଝୁଲଣରେ ତାକୁ ଲଟକେଇକି ତାକୁ ନିମ୍ନ ଭାବେ ନିର୍ଯାତନା ଦିଅନ୍ତୁ। ସେ ଜାଣିପାରନ୍ତୁ ଯେ ତାର ଦୃଷ୍ଟିରୁ ଆଉ ଲୋକ ଜାଣିପାରନ୍ତୁ, ତାଙ୍କର ସମ୍ପ୍ରଦାୟ ଲୋକ ଜାଣିପାରନ୍ତୁ ଯେ ଏମିତି ଆମେ କର୍ମ କରିବୁନି। ବିଗତ ବିଦେପୁର ଘଟଣା ଘଟିଯାଇଥିଲା, ତାକୁ ବହୁ ଘଟଣା ଘଟିଛି ଏବଂ ପୁଲିସ ପ୍ରଶାସନ ଯାଇ ତାକୁ ଅଟକାଅଟକି କଲା। ଫେର ଆଜି ବାସୁଦେବପୁରରେ ଘଟଣା ଘଟିଛି। ଏ ଘଟଣା ମାନସିକତା ବିକାର, ଏ ଜିନିଷ କେବେ ନ ହଉ ମୁଁ ପ୍ରଶାସନକୁ ଅନୁରୋଧ କରୁଛି, ତାଙ୍କ ସମ୍ପ୍ରଦାୟ ସମାଜକୁ ଅନୁରୋଧ କରୁଛି ଏ ଜିନିଷକୁ ତୁରନ୍ତ ସେ ପିଲାକୁ ଧରାଯାଉ ଏବଂ କଠିନରୁ କଠିନ ଶାସ୍ତି ଦିଆଯାଉ, ନଚେତ ଆମେ ବସିବୁ ନାହିଁ। ଆମେ ଅନୁରୋଧ କରୁଛୁ ପ୍ରଶାସନକୁ ସମ୍ପୂର୍ଣ୍ଣ ତାକୁ ଖୋଜି ବାହାର କରୁ ଏବଂ ତାଙ୍କ ସମ୍ପ୍ରଦାୟର ମାନେ ବ୍ୟକ୍ତିତ୍ୱ ଲୋକଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ତାକୁ ଖୋଜି ବାହାର କରନ୍ତୁ, ଏଭଳି ଘଟଣା ନ ଘଟୁ, ନଚେତ ଆମେ ବସିବୁନି ଏବଂ ଆମେ ଏତେ କୌଣସି ଅପ୍ରୀତିକର ସୃଷ୍ଟି ହେଇସାରନ୍ତାନି। ଆମେ କରୁନାହିଁ, କାରଣ ଅପେକ୍ଷା କରିଛୁ ପ୍ରଶାସନକୁ, ତାଙ୍କ ସମ୍ପ୍ରଦାୟ ଲୋକଙ୍କୁ। ଯଦି ସେମାନେ ତାକୁ କଠିନରୁ କଠିନ ଦଣ୍ଡନୀୟ ଦିଅନ୍ତି ତାହେଲେ ଆମେ ରାଜରାସ୍ତାକୁ ବାହାରିବୁ। हॉलमार्क ऑर्नामेंट्स स्वप्नरू सत जाए।